ବିରି ଚାଷ ବେଳେ ଅଘଟଣ ଟ୍ରାକ୍ଟର ଦୁର୍ଘଟଣାରେ ଚାଷୀ ମୃତ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଆରିସୋଲ ଗାଁରେ। ବିରି ଚାଷ ବେଳେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଆରିସୋଲ ଗାଁର ଚାଷୀ ଗୁଣନିଧି ଭୋଇ। ବୟସ ତାଙ୍କର 52 ବର୍ଷ। ତେବେ ଗୁଣନିଧି ଭାଗ ଚାଷ ଉପରେ ନିର୍ଭର କରି ପରିବାର ଚଳାଉଥିଲେ। ବିରି ବୁଣିବା ପାଇଁ ବିଲକୁ ଯାଇଥିଲେ। ତେବେ ଟ୍ରାକ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ଗୋବିନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ସେପଟେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ମଧ୍ୟ ପଠାଯାଇଛି। ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କୁ ସରକାରୀ ସହାୟତା 25 ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଏବେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ମୁଁ ଅଭିଷେକ ମହାପାତ୍ର, ସରପଞ୍ଚ ଡୁମୁରି ଗ୍ରାମ ପଞ୍ଚାୟତ। କଣ ହେଇଛି ଘଟଣା? ଅତ୍ୟନ୍ତ ଦୁଃଖର ବିଷୟ। ଆମ ପଞ୍ଚାୟତରେ ଆଜି ଜଣେ ବ୍ୟକ୍ତି, ତାଙ୍କ ନାଁ ଗୁଣନିଧି ଭୋଇ, ଗୁନା ଭୋଇ ବୋଲି, ଜଣେ ଭଲ ଚାଷୀ ଥିଲେ। ଆଜି ଚାଷ କରିବା ସମୟରେ ତାଙ୍କର ଅସାବଧାନ ଡ୍ରାଇଭରର ଅସାବଧାନତା, ଟ୍ରାକ୍ଟର ଯେଉଁ ଡ୍ରାଇଭର ଯିଏ ଥିଲେ, ଟ୍ରାକ୍ଟର ଡ୍ରାଇଭରର ଅସାବଧାନତା ଯୋଗୁଁ ସେ ଆଜି ରୋଟରରେ ମାଡ଼ ହୋଇ ତାଙ୍କର ମୃତ୍ୟୁ ଘଟିଛି। ସେ ଏକମାତ୍ର ତାଙ୍କ ପରିବାରର ରୋଜଗାରକ୍ଷମ ଲୋକ ଥିଲେ। ତ ପରିବାର ଛୋଟ ଛୋଟ ପିଲା ଦୁଇଟା ଥିଲେ ଅଛନ୍ତି। ତେଣୁ ଅତ୍ୟନ୍ତ ଦୁଃଖର ବିଷୟ ଇଏ। ଆଉ ଆମେ ସରକାରଙ୍କୁ ନିବେଦନ କରୁଛୁ, ଏ ଦୁଃଖ ସମୟରେ ତାଙ୍କୁ କିଛି ସହଯୋଗ କରନ୍ତୁ, ତାଙ୍କ ପିଲାମାନଙ୍କୁ କେମିତି ମଣିଷ କରନ୍ତୁ। ଏତିକି ଆମର ଅନୁରୋଧ ସରକାରଙ୍କ ପାଖରେ। ମୋ ନାଁ ନାରାୟଣ ଭୋଇ। ଅସୁବିଧା କ'ଣ, ଗୋଟେ ଚାଷୀ ଚାଷ କରୁଥିବା ଅବସ୍ଥାରେ ଗୋଟେ ଚାଷୀର ମୃତ୍ୟୁ ହୋଇଥାଏ। ମୁଦା ଅରିସୋଲ ଆଜ୍ଞା ଗାଁ। ଯେହେତୁ ଚାଷୀଙ୍କ ନାଁ କ'ଣ? ଗୁଣନିଧି ଭୋଇ। ଯେହେତୁ ଇଏ ଆମେ ବି କହିପାରୁନୁ ସେ ଘଟଣା। ଏ ଘଟଣା ଯେହେତୁ ପ୍ରୋବ୍ଲେମଟା ହେଇଛି ଆଜ୍ଞା, ଗୋଟେ ଚାଷୀ ଯେହେତୁ ମୃତ୍ୟୁ କରିଛି, ଆଇନ ଅନୁସାରେ ଯେକୌଣସି ବିଭାଗରେ ଯେଉଁ ଭାଗରେ ମିଳିବା କଥା ସେ ଭାଗରେ ମିଳିବା ଉଚିତ। କ'ଣ ହେଇଛି ଆଜ୍ଞା? ବିରି ବୁଣା ହେଉଥିଲା ଆଜ୍ଞା, ତାଙ୍କ ବିଲ ବୁଲିଆ ହେଇନି, ବାହାର ଲୋକଙ୍କ ବିଲ ବୁଣା ହେଉଥିଲା। ଯେହେତୁ ସିଏ ଚାଷୀ, ଭାଗ ଚାଷୀ ଲୋକ, ତାଙ୍କର ବି ଜମି ବାଡ଼ି ନାହିଁ। ଭାଗ ଚାଷୀ ଲୋକ ଯେହେତୁ, ସେଥି ନେଇକି ତାଙ୍କର ଏମିତି କିଛି ଘଟଣା। କ'ଣ ଟ୍ରାକ୍ଟର ଧକ୍କା ହେଇଛି ନା କ'ଣ? ଟ୍ରାକ୍ଟର ଚଢ଼ିକି ରୋଟର ବୁଲି ଯାଇଛି ଆଜ୍ଞା, ସେଇଠି ସ୍ପଟ୍ ଡେଟ୍ ହେଇଯାଇଛି। ଡ୍ରାଇଭର ଜାଣିପାରିଲେ କି ନାହିଁ ଆଜ୍ଞା, ସ୍ପଟ୍ ଉପରେ ତ ପ୍ରୋବ୍ଲେମ ହେଇଛି ଆଜ୍ଞା। ଆମେ ପହଞ୍ଚିଛୁ। ଏବେ ଡ୍ରାଇଭର କୋଉଠି ଅଛନ୍ତି? ଡ୍ରାଇଭର ଫେରାର ଅଛି। ତାପରେ ଗାଡ଼ି ଅଛି ଆଜ୍ଞା, ଗାଡ଼ିକି ଆମେ ଅଟକ ରଖିଛୁ ଆଜ୍ଞା। ସେ ଲୋକମାନେ ଆମେ ଆଜ୍ଞା ପୋଲିସ ପ୍ରଶାସନକୁ ଜଣାଇ ହେଇଯାଇଛି। ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ପହଞ୍ଚିବାକୁ ନାହାନ୍ତି। ତାଙ୍କର 2ଟା ଷ୍ଟାଫ୍ ପଠେଇଛନ୍ତି, ଅଛନ୍ତି, ଭ୍ୟାନ୍ ଏପର୍ଯ୍ୟନ୍ତ ଆସିବାକୁ ନାହିଁ। କ'ଣ ଦାବି ଆପଣଙ୍କର? ଦାବି ଆଜ୍ଞା, ଆମେ ତ ଆଜ୍ଞା ଦାବି କରିବୁ ନିଶ୍ଚିନ୍ତ ଆଜ୍ଞା। ଯେହେତୁ ଦଳିତ ଲୋକ ଆମେ ଆଜ୍ଞା ଦାବି କରିବୁ। କାହିଁକି, ଇନକେସ୍ ଯେହେତୁ ଗାଡ଼ି ମାଲିକ ଏତେ ଘଟଣା ଘଟିଛି ଆଜ୍ଞା, ସେଥିନେଇକି ଆମେ ଯାହା ବି ହେଲେ ରାସ୍ତା ରୋକ କରିବୁ। କ'ଣ କ୍ଷତି ଆପଣଙ୍କର? କ୍ଷତି ଆମେ ଆଜ୍ଞା କିଛି ମାଗୁନୁ ଆଜ୍ଞା। ଆମ ଚାଷୀର ଯୋଉ ଯେତିକି ଆବଶ୍ୟକ ସେତିକି ଦିଅନ୍ତୁ। ଆମକୁ ଟଙ୍କା 25 ଲକ୍ଷ ଦିଅନ୍ତୁ। ଚାଷବାସରେ ସେ ଚଳୁଥିଲା ଆଜ୍ଞା। ତାଙ୍କର ଝିଅ ଗୋଟେ, ପୁଅ ଦିଟା, ଝିଅ ଗୋଟେ, ପୁଅ ଗୋଟିଏ, ଝିଅ ଦିଟା। ଝିଅ ଗୋଟିଏ ବାହା ହେଇଯାଇଛି, ଆଉ ଗୋଟିଏ ଝିଅ ଅଛି ଆଜ୍ଞା। ଆପଣଙ୍କୁ ସେ ଇଚ୍ଛାରେ ଆପଣ ରୋଜଗାର କିଏ କରୁଥିଲେ? ରୋଜଗାର ଏଇ ହିଁ ଗୋଟିଏ ଲୋକ, ଛୋଟ ଭାଇ ଗୁଡାକ। ତାଙ୍କ ଅବସ୍ଥା କ'ଣ ହବ? ପରିବାର ତାଙ୍କ ପରିସ୍ଥିତି ବହୁତ ଜଟିଳ ଆଜ୍ଞା। ବୟସ 52 ଖଣ୍ଡେ ହବ ଆଜ୍ଞା। ଭାରି ଜଟିଳରେ ତାଙ୍କ ପରିବାର ଚଳୁଛନ୍ତି। ସାର୍, ମୋ ନାଁ କପିଳ ଭୋଇ। ମୁଁ ଗୁଣନିଧି ଯିଏ ମୃତ୍ୟୁ ହେଲା ତା କଥା ବିଷୟ କହୁଛି। ସେ ଭାଗ ଚାଷ କରେ। ମୋତେ କାନ୍ଥ ଆଡ଼ିକି କହିବି କ'ଣ? ଭାଗ ଚାଷ କରେ। ଭାଗ ଚାଷ କରିକି ଯିଏ ବିରି ବୁଣୁଥିଲା, ବିରି ବୁଣିବା ସମୟରେ କୌଣସି ପ୍ରକାର ରୋଟର ମାଡ଼ ହେଇକିରି ତା ମୁଣ୍ଡଟା ରୋଟର ଭିତରେ ପଶି ଯାଇଛି। ବୋଲେ ଆମେ କିଛି ଯଦିଓ ନଥିଲୁ, ଦୌଡ଼ାଦୌଡ଼ି ଗଲାବେଳକୁ ଖପୁରଟା ତାର ଉଠି ଯାଇଛି। ଉଠି ଯାଇକି ଦେଖିଲା ବେଳକୁ ଡ୍ରାଇଭର ନାହିଁ, ଡ୍ରାଇଭର ଖସି ପଳେଇଛି। ତେଣୁକରି ତାର 3ଟି ପିଲା, ଝିଅ 2ଟା, ପୁଅ 1ଟା, ବଡ଼ ଝିଅଟାକୁ ବାହାର କରିଦେଇକି କିନ୍ତୁ ଆର ଉପରେ ଘର ନିର୍ଭର କରେ। ଏଇ ଭାଗ ଚାଷ କରିକିରି ତା ପରିବାର ଚଳାଏ। ତେଣୁକରି ଆପଣମାନଙ୍କୁ ଅନୁରୋଧ କରୁଛୁ, ସରକାର ତରଫରୁ କିଛି ସହାୟତା ମିଳୁ। ନିଆଳିରୁ ରାକେଶ କୁମାର ମଲ୍ଲିକଙ୍କ ରିପୋର୍ଟ, ବିରଜା ନ୍ୟୁଜ୍।